ସମସ୍ତଙ୍କୁ ନମସ୍କାର। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ। ବହୁତ ଦିନ ପରେ ଆଜି ପୁଣି ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପାଇଁ ପରମେଶ୍ୱର ସୁଯୋଗ ଦେଇଅଛନ୍ତି। ସମସ୍ତେ ଦେଖିବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। ଏଇଠି ଲେଖା ଅଛି, ଆଜି ବହୁତ ସୁନ୍ଦର ଟପିକଟେ ଆଣିଛି ଆପଣମାନଙ୍କୁ କହିବା ଲାଗି। ତୁମମାନଙ୍କର ନାମ ଯେ ସ୍ୱର୍ଗରେ ଲେଖା ଅଛି ସେଥିରେ ଆନନ୍ଦ କର। ଆଜି ଜଗତରେ ନାମ ରହିବା ଲାଗି, ଜଗତରେ ନାଁ ରହିବା ଲାଗି, ସେଥିରେ ହିଁ ବହୁତ ଲୋକ ଆନନ୍ଦ କରୁଅଛନ୍ତି। ଆଜି କ'ଣ ମୋ ନାଁ ଜଗତରେ ରହୁ, ଏଇ ମୋର ପଦବୀ ଜଗତରେ ରହୁ, ଏଇଥିରେ ଆନନ୍ଦ କରିବା ବହୁତ ଭଲ ନାହିଁ। ସେଥିପାଇଁ ଲୋକ 10:20 ଲେଖାଏ, ତଥାପି ଆମେମାନେ ଯେ ତୁମମାନଙ୍କୁ ବଶୀଭୂତ ଅଛନ୍ତି ଏଥିରେ ଆନନ୍ଦ କର ନାହିଁ। ଯେନ୍ ପରମେଶ୍ୱର ଆମମାନେ ଅଛନ୍ତି ବଶୀଭୂତ, ରାଇଟ୍ କଥା ଆନନ୍ଦ କରୁଛୁ। ଆମେ କ'ଣ ପରମେଶ୍ୱର ଆମକୁ ସୁସ୍ଥ ଦେଲେ, ଆଶୀର୍ବାଦ ଦେଲେ, ଆମର ଅଭାବ ଅନଟନରେ ଆଶୀର୍ବାଦ କରୁନି, ସବୁଥିରେ ଆମ ପରମେଶ୍ୱର ସାହାଯ୍ୟ କରୁନି। ସେଥିରେ ଆମେ ବେଶୀ ଆନନ୍ଦ କରିବାର ନାହିଁ। କ'ଣ ପାଇଁ? ଆଜି ଦେଖ, ସେଥିରେ ଆନନ୍ଦ କର ନାହିଁ ବୋଲି ମନା କରୁଛି। ତାପରେ ଲେଖା, କିନ୍ତୁ ତୁମର ନାମ ଯେ ସ୍ୱର୍ଗରେ ଲେଖା ଅଛି ସେଥିରେ ଆନନ୍ଦ କର। ଆମ ନାମ ଯେନ୍ ସ୍ୱର୍ଗରେ ଲେଖା ଅଛି, ସେଥିପାଇଁ ଆମମାନେ ଆନନ୍ଦ କରିବାର ଅଛି। ଆଜି ପ୍ରିୟ ଲୋକମାନଙ୍କୁ ମୁଁ କହୁଅଛି, ଆଜି ପରମେଶ୍ୱରକୁ ଯେଉଁମାନେ ଜାଣିଅଛ, ଆପଣମାନଙ୍କୁ ସ୍ୱର୍ଗରେ ଲେଖାଛି, ସେଥିରେ ଆନନ୍ଦ କରନ୍ତୁ। ଆଜି ଆପଣମାନଙ୍କୁ ସେ ଜଗତରେ ନାମ ରହୁ ବା ନ ରହୁ, କୌଣସି ଜିନିଷ ମିଳୁ ବା ନ ମିଳୁ, ପରମେଶ୍ୱର ପାଇଁ ଯେତେବେଳେ ଆପଣ ଏଇଠି କ'ଣ କଲା, କିନ୍ତୁ ତୁମ ନାମ ଯେ ସ୍ୱର୍ଗରେ ଲେଖା ଅଛି ସେଥିରେ ଆନନ୍ଦ କର। ସେଥିରେ ହିଁ ଆମେ ଆନନ୍ଦ କରମାର ଅଛି। ଯଦି ଆମ ନାମ ସ୍ୱର୍ଗରେ ଅଛି, ସେଥିରେ ଯଦି ଆମେ ଆନନ୍ଦ କରିବା, ଆମ ଲାଗି ପୁରସ୍କାର ଅଛି। ଯେମିତି ଆମେ ପଞ୍ଚାୟତକୁ ଯାଉଛୁ କ'ଣ ଚାଉଳ ପାଇବା ପାଇଁ, ସେଇଠି ଯଦି ଆମ ନାମ ନାହିଁ, ପଞ୍ଚାୟତ ଆମକୁ ଚାଉଳ ମିଳୁନାହିଁ। ହଁ, ସେ ସପ୍ଲାଇ ଜାଣିଥିବ, ସେ ପଞ୍ଚାୟତ ସମସ୍ତେ ଜାଣିଥିବେ, ଆପଣଙ୍କୁ ଚିହ୍ନିଥିବେ। ଯଦି ଆପଣଙ୍କ ନାମ ଲିଷ୍ଟରେ ବାହାରିବ ନାହିଁ, ସେ ପାଇବାର ଯୋଗ୍ୟ ନାହିଁ। ସେଇଭଳିଆ ଆଜି ପରମେଶ୍ୱରକୁ ଯେଉଁମାନେ ଜାଣିଅଛ, ଯେଉଁଟା ସ୍ୱର୍ଗରେ ଆପଣମାନଙ୍କ ନାମ ଲେଖାଯାଇଛି, ସେଇଥିରେ ହିଁ ଆନନ୍ଦ କର। ଏହି ସ୍ୱର୍ଗରେ ନାମ ଲେଖାଇ, ସେଥିରେ ହିଁ ଆନନ୍ଦର, ସେଥିରେ ହିଁ ଖୁସି ହୁଅ, ସେଥିରେ ହିଁ ବହୁତ ଆନନ୍ଦରେ ଉତ୍ସାହରେ ନାଚ, ଯାହାକି ଆଗାମୀ ଦିନ ଆପଣ ଲାଗି ପୁରସ୍କାର ଅଛି। ସେଥିରେ ଆଉ ଏଇ ଜଗତରେ ନାମ ବଢ଼େଇବା ଲାଗି, ଏଇ ଜଗତରେ ସମ୍ମାନ ପାଇବା ଲାଗି କିଛି ଲାଭ ନାହିଁ। ପରମେଶ୍ୱର ଯୀଶୁକୁ, ପିତା ତୁମର ଇଚ୍ଛା, ପିତା ତୁମେ ମୋତେ ଏଇ ଜଗତକୁ ପ୍ରେରଣ କରି ବତେଇଛ, ଏଇ ଜଗତ ପାଇଁ ବତେଇଛ। ଯୀଶୁ ବି ପିତାଙ୍କ ପରମେଶ୍ୱର ଆଜ୍ଞା ପାଳନ କରୁଥିଲେ। ସେଇଭଳିଆ ଆଜି ଯେନ୍ ଆମ ନାମ ସ୍ୱର୍ଗରେ ଲେଖା ଅଛି, ସେଇଥିରେ ଆନନ୍ଦ କରିବାର ଅଛି। ସେଇଥିରେ ହିଁ ଆନନ୍ଦ କରିବାର, ସେଇଥିରେ ଆଉ ଅନ୍ୟ କୌଣସି ଜିନିଷରେ ନାହିଁ। ହାଲେଲୁୟା। ଆଉ ଗୋଟେ ବାକ୍ୟ ଦେଖିମା, 23 ପ୍ରକାଶିତ 20:15 ଲେଖା ହେଇଅଛି ବହୁତ ସୁନ୍ଦର ଭାବରେ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନଗଲା, ତା ଅଗ୍ନିମୟ ହ୍ରଦରେ ପକାଗଲା। ବହୁତ ସୁନ୍ଦର ଲେଖା ଏଠି 20:15 ପ୍ରକାଶିତ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବା ଦେଖା ନଗଲା, ତାହା ଅଗ୍ନିମୟ ହ୍ରଦରେ ପକାଗଲା। ଆଜି ଅନେକ ଲୋକ ପରମେଶ୍ୱରକୁ ଜାଣିଅଛନ୍ତି, ଅନେକ ଲୋକ ପରମେଶ୍ୱରକୁ ବିଶ୍ୱାସ କରୁଛନ୍ତି। ପରମେଶ୍ୱର ଯଦି ଉପସ୍ଥିତି ଆପଣଙ୍କ ନାମ କି ମୋ ନାମ ଦେଖା ନଦିବା, ସେମାନେ ବହୁତ ବିପଦ ଅଛି। କ'ଣ କରି ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା।
ଯେମିତି ଆମେ ପଞ୍ଚାୟତକୁ ଯାଉଛୁ ଗୋଟେ ସରକାର ଗୋଟେ ସାହାଯ୍ୟ ପାଇଁ ପ୍ରତ୍ୟେକ ମାସରେ ଯାଉଛୁ କି 15 ଦିନ କି ମାସକୁ ଥରେ ଯାଉଛୁ। ଯଦି ଆମେ କଣ୍ଟିନ୍ୟୁ କେତେ ମାସ କି କେତେ ବର୍ଷ ନ ଗଲେ ସେଣୁ ନାମ କଟି ଯାଉଛି। ଆଜି ଯଦି ଆମର ସ୍ୱର୍ଗରେ ନାମ ଲେଖା ହେଇଅଛି, ଆପଣ ସେ ସ୍ୱର୍ଗ ପରମେଶ୍ୱରରେ ବିଶ୍ୱାସ କରନ୍ତୁ। ଯଦି ଆପଣ ନାମ ଲେଖା ଆଜି କହିଲେ ପରମେଶ୍ୱର ଉପରେ ସବୁକୁ ପ୍ରଭୁ ତୁମେ ମୋ ନାମ ଲେଖିଅଛ, ତୁମ ଦ୍ୱାରା ମୁଁ ଆନନ୍ଦ କରି ପ୍ରଭୁ ତୁମ ଇଚ୍ଛା ଚାଲେ ସାହାଯ୍ୟ କର। ଆଜି ଅନେକ ନାମ ସ୍ୱର୍ଗ ଲେଖା ହେଇନାହିଁ। ସେଥିପାଇଁ ଏବେ ଆପଣ ପ୍ରସ୍ତୁତ ହୁଅ, ପରମେଶ୍ୱର ନାମ ଯେମିତି ସ୍ୱର୍ଗରେ ଲେଖାଯିବ। ପରମେଶ୍ୱର ଚାହୁଁଛନ୍ତି ଗୋଟିଏ ଆତ୍ମା ଯେମିତି ବିନଷ୍ଟ ନ ହଉ। ପରମେଶ୍ୱର ଏବେ ରେଡି ଅଛନ୍ତି ବି, କେବଳ ଆପଣମାନେ ସମସ୍ତେ ସୁଯୋଗ ଦିଅନ୍ତୁ। ପରମେଶ୍ୱର ଆମକୁ ସାହାଯ୍ୟ କରୁଛନ୍ତି। ପରମେଶ୍ୱର ଆମକୁ ଚାହୁଁ କେତେ ବୋଧେ ମାନେ ଆସିବେ ବୋଲିକି, କେବଳ ଆମେ ପରମେଶ୍ୱରକୁ ସୁଯୋଗ ଦେଉନା। ଆମେ ଯଦି ପରମେଶ୍ୱରକୁ ସୁଯୋଗ ଦେବା, ପରମେଶ୍ୱର ପ୍ରଭୁ ମୁଁ ପ୍ରଭୁ ତୁମକୁ ବିଶ୍ୱାସ କରୁଛି। এই ଜଗତରେ ଯିଏ ଯାହା କହିଲେ ପ୍ରଭୁ ମୁଁ ତୁମର ସନ୍ତାନ, ତୁମେ ମୋତେ ଆହ୍ୱାନ କରିଛ, ତୁମର ଇଚ୍ଛା ମୋତେ ଚାଲିବାରେ ପ୍ରଭୁ ସାହାଯ୍ୟ କର। ପ୍ରଭୁ ମୁଁ ତୁମ ପ୍ରଭୁ ଯେତେ ବିପଦ, ଯେତେ ସମସ୍ୟା, ଯେତେ କଷ୍ଟ ହେଲେ ବି ତୁମରି ନାମକୁ ମୁଁ କେବେ ପଢ଼ିଥାଏ। ତୁମରି ନାମ ମୋର ହୃଦୟରେ ଏନି ଟାଇମ୍ ରହିବ। ପ୍ରଭୁ ତୁମେ ମୋତେ ଆହ୍ୱାନ କରିଅଛ ବୋଲି ଆମେ ପ୍ରଭୁ କହିଲେ, ପ୍ରଭୁ ଆମ ନାମ ସ୍ୱର୍ଗରେ ଲେଖିବେ। ଆଜି ନିଜ ଗାଁରେ ଜଣେ ମୁଖ୍ୟ ରହୁଛି, ଯାହାକି ଗାଁରେ ଆଜି ୱାର୍ଡ ମେମ୍ବର ରହୁଛି, ସେ ପଚାରି ତୁମ ନାମ କ'ଣ ବୋଲିକି ସେ ଚିହ୍ନିଛି ଆମମାନଙ୍କୁ। କେବଳ ଆମ ପ୍ରକୃତ ନାମ ୱାର୍ଡ ମେମ୍ବର ଜାଣେ। ପରମେଶ୍ୱର ଜାଣନ୍ତି, କେବଳ ଆମେ ପରମେଶ୍ୱରକୁ କହିବାର ଅଛି। ପରମେଶ୍ୱର କହିଲେ ଆମକୁ ପରମେଶ୍ୱର ସାହାଯ୍ୟ। ଏଇଠି କ'ଣ କଲା, ଯାହା ନାମ ଜୀବନ ପୁସ୍ତକ ଲେଖା ହୋଇଥିବା ଦେଖା ନଗଲା। ଯେନ୍ ଜୀବନ ପୁସ୍ତକରେ ଆଜି ଭାବୁଛ ଯେ ଆମେ ପରମେଶ୍ୱରକୁ ବିଶ୍ୱାସ କରୁଅଛୁ, ପରମେଶ୍ୱର ଆମର କଥା ଜାଣନ୍ତି, ଶୁଣନ୍ତି, ଯାହା କରିଲେ ଚଳିବ ନାହିଁ। ଗୋଟେ ସୀମା ଅଛି, ସେ ସୀମା ଭିତରେ ନହେଲେ ନାମ କଟିଯିବ। ଯେମିତି ସରକାରରେ କି ପଞ୍ଚାୟତରେ କି ବ୍ଲକରେ କି କଲେକ୍ଟର ଅଫିସରେ ଦେଖିଲେ ଆମେ ଗୋଟେ ନାଁ ଅଛି, ଯଦି ସେ ସୀମା ଭିତରେ ଆମେ କାମ ନ କଲା, ସେନୁ ବଡ଼ ଅଫିସର ଆମ ନାମ କାଟି ଯଦି କି ଆମକୁ କ'ଣ ସେନୁ ରିଜାଇନ୍ ଦେଇଯାଉଛି। ସେଇଭଳିଆ ଆଜି ଜୀବନ ପୁସ୍ତକରେ ଯେଉଁମାନଙ୍କୁ ନାମ ଲେଖିଛି, ସେଇଥିରେ ବହୁ ଯତ୍ନରେ ଆପଣମାନଙ୍କ ନାମ, ଆପଣ ନାଁ, ଆପଣ ନିଜେ ପରମେଶ୍ୱର ଜୀବନ ପୁସ୍ତକରେ ଆପଣମାନଙ୍କ ନାମ ରହିବାର ଅଛି, ଆଉ ମୋ ନାମ ରହିବାର ଅଛି। ତାପରେ ଯାଇକି ପରମେଶ୍ୱର ଆପଣମାନଙ୍କୁ ମୋତେ ଆଶୀର୍ବାଦ କରୁ। ନହେଲେ ତାପରେ କ'ଣ କହୁଛି, ଦେଖା ନ ଗଲା ହୋଇ ଲେଖା ହୋଇଥିବା ଦେଖା ନ ଗଲେ ତାକୁ ଅଗ୍ନିମୟ ହଦ୍ରରେ ପକାলো। ଯଦି ଜୀବନ ପରେ ଆପଣ ନାମ ଦେଖା ନଗଲା, ଅଗ୍ନିମୟ ଯେ ନରକ କୁଣ୍ଡରେ ଆପଣଙ୍କର ଆତ୍ମା ଶରୀର ନଷ୍ଟ ହୋଇଯିବ। ନଷ୍ଟ କ'ଣ, ସେଣେ କିରିମିରି ହେଉଥିବ, କାନ୍ଦୁଥିବ, କ୍ରନ୍ଦନ, ସେଠି କେବେ ଖୁସି ନାହିଁ। ଆଜି କେତେ ଲୋକମାନେ ହଁ ଆଜ୍ଞା ମୁଁ ପ୍ରଭୁକୁ ଜାଣିଛି, ପ୍ରଭୁଙ୍କର ଇଚ୍ଛାରେ ଚାଲୁଛି ବୋଲ, କେବଳ ଯେତିକି ଲୋକ ବ୍ୟକ୍ତିଗତ ଦେଖାଯାଉଛି, ସେ ପ୍ରଭୁଙ୍କର ଉପସ୍ଥିତି ନାହିଁ। ସେ ମଣ୍ଡଳୀ ଆସୁନାହିଁ, ଆରାଧନାରେ ନାହିଁ, କି ମଣ୍ଡଳୀ ଯୋଡ଼ି ନାହିଁ। ସେଥିପାଇଁ ଆମେ ଆନନ୍ଦ କରିବାର ଅଛି। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା, ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର। ତମେ କହିଲ ପ୍ରଭୁ ସ୍ୱର୍ଗରେ ଯେ ନାମ ଲେଖେ ପ୍ରଭୁ, ସେଇଥିରେ ଆନନ୍ଦ କର ବାପା ପ୍ରଭୁ। ଯଦି ଜୀବନ ପୃଷ୍ଠ ତୁମର ନାମ ପ୍ରଭୁ ଆମର ନାମ ଦେଖା ନ ଗଲା ପ୍ରଭୁ, ଅଗ୍ନିମୟ ହଦ୍ର ବାପା ବାପା ପ୍ରଭୁ ଆମ ଜୀବନ ପୃଷ୍ଠରେ ନାମ ଲେଖିଦେବ ପ୍ରଭୁ, ସେଇଥିରେ ଆମେ ଆନନ୍ଦ କରୁ ବାପା ପ୍ରଭୁ। ଅନେକ ନାମ ଲେଖାରେ ପ୍ରଭୁ, ସେଥିରେ କିନି ଆନନ୍ଦ କରି ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରୁ। এই বাক্যের সমস্ত চালি পবিত্র আত্মা সাহায্য কর। ধন্যবাদ যিশু প্রভু, প্রার্থনা শুনে যত ছোট পাত্র প্রভু যিশু নাম মাগুছি, আমেন।